ଆପଣ ଜାଣିଛନ୍ତି ଏବେ ପଣସ ସିଜନ୍, ପଣସ ଧୀରେ ଧୀରେ ସରି ଆସିଲାଣି। ତ ସରି ଆସିବା ପୂର୍ବରୁ ମୁଁ ଗୋଟେ ଆପଣଙ୍କୁ ଆଇଟମ୍ଟେ ଦେଖେଇବି। ଆପଣ ଏଇଟା ଚିଲି କହିପାରିବେ, ନହେଲେ ମସଲା ପଣସ ମଧ୍ୟ କହିପାରିବେ। ମୁଁ ଏଇଟାକୁ ରାତିରୁ ଏହିପରି ଭାବରେ ଛୋଟ ଛୋଟ କରି କାଟି ଦେଇଛି। ତାକୁ ବର୍ତ୍ତମାନ ଏବେ କ'ଣ କରିବା, ଗ୍ୟାସ୍ରେ ପ୍ରେସର୍ ବସାଇବା, ତାକୁ ଅନ୍ କରିଦେବା। ପଣସ ଗୁଡ଼ା ଯେଉଁ କାଟିକି ରଖିଥିଲି, ପଣସ ଗୁଡ଼ା ଦେଇଦେବା। ସେଥିରେ କିଛି ପାଣି, ସିଝେଇଲା ବେଳେ ସବୁବେଳେ ମୁଁ ଆଗରୁ ମଧ୍ୟ କହିଛି, ସବୁବେଳେ ଲୁଣ ଟିକେ ବ୍ୟବହାର କରିବା। ଅଳ୍ପ ଟିକେ ହଳଦୀ ଦେଇଦେବା। ଆଉ ତେଲ ବି ଟିକେ ଦେଇଦେବା। ତେଲ ଦେଇଦେଲେ କ'ଣ ନା, ପଣସର ଯେଉଁ ଅଠାଳିଆ ଅଂଶ ସେ ଚାରିଆଡ଼େ ଲାଗିବନି। ତାକୁ ଏପରି ଭାବରେ ମିକ୍ସ କରିଦେବା ଏବଂ ଓଭର କୁକ୍ କରିବାନି। ଗୋଟେ ସିଟିରେ ହେଲା ପରେ ତାକୁ ବନ୍ଦ କରିଦେବା। ଦେଖନ୍ତୁ ପ୍ରେସରରେ ଗୋଟେ ସିଟି ଦେଇଦେଲା। ଏବେ ଗ୍ୟାସ୍ର ଫ୍ଲେମ୍ଟିକୁ ବନ୍ଦ କରିଦେବା। ଆଉ କିଛି ସମୟ ଥଣ୍ଡା ହେବା ପାଇଁ ଛାଡ଼ିଦେବା। ବର୍ତ୍ତମାନ ଥଣ୍ଡା ହେବା ପାଇଁ ଛାଡ଼ି ଦେଇଥିଲେ। ଦେଖନ୍ତୁ ଥଣ୍ଡା ହେଇଗଲାଣି, ଆଉ ପଣସଟି ଭଲ ଭାବରେ ସିଝି ମଧ୍ୟ ଯାଇଛି। ବର୍ତ୍ତମାନ ତାକୁ କ'ଣ କରିବା, ଆମେ ଏମିତି ଗୋଟେ ଛାଣି ନେଇକି ସେ ପାଣିଟାକୁ ଛାଣିଦେବା। ବର୍ତ୍ତମାନ ଖାଦ୍ୟକୁ ବାହାର କରିଦେବା। ତାପରେ ସେଥିରେ କିଛି ଚାଉଳ ଗୁଣ୍ଡ ଦେଇଦେବା। ଆପଣ ଚାଉଳ ଜାଗାରେ କର୍ଣ୍ଣଫ୍ଲୋର୍ ମଧ୍ୟ ନେଇପାରିବେ। ବେଶୀ ଦେବାନି, ଜଷ୍ଟ କୋଟେଡ୍ ଭଳିଆ ଦେବା। ତାକୁ ସେଥିରେ ଗୋଟେ ଚାମଚ ବେସନ ଦେଇଦେବା। ବେସନ ଅଧିକ ଦେବାନି, ବେସନ ଅଧିକ ଦେଲେ ନରମ ହେଇଯିବ। ତ ଗୋଟେ ଚାମଚ ଦେଇଦେବା। ତାପରେ ସେଥିରେ କିଛି ଧଳା ରାଶି ଦେଇଦେବା। ସିଝେଇଲା ବେଳକୁ ଆମେ ଲୁଣ ଦେଇଛେ, ତ ଜଷ୍ଟ ଦେବା। ଅଳ୍ପ ଟିକେ ମୁଁ ଅଧା ସ୍ପୁନ୍ ଦେଇଛି ଏଥିରେ ଲୁଣ। ତାପରେ ହଳଦୀ ଦେଇଦେବା। ତାପରେ ଗୋଟେ ଚାମଚ ଲଙ୍କାଗୁଣ୍ଡ ଦେଇଦେବା। ଆଉ ଗୋଟେ ଚାମଚ ଏଠାରେ ଜିରା ଧନିଆ ପାଉଡ଼ର ମୁଁ ମିକ୍ସ କରି ରଖିଛି, ସେଇଟାରେ ଦେଇଦେବା। ଏଇଟାକୁ ଭଲ ଭାବରେ ଗୋଳେଇବା। ଗୋଳେଇଲା ଭିତରେ ମୁଁ କ'ଣ କରିବି, ଏଠାରେ ଗ୍ୟାସ୍ରେ ଗୋଟେ କଡ଼େଇ ବସାଇ ଅନ୍ କରିଦେଲି। ଗରମ ହଉ, ସେଥି ଭିତରେ ଆକୁ କ'ଣ କରିବା ନା, ଭଲ ଭାବରେ ମିଶାଇ ଦେବା। ଦେଖନ୍ତୁ ଏଠାରେ ମୁଁ ଭଲ ଭାବରେ ମିଶାଇ ଦେଇଛି। ଆପଣ ଚାହିଁଲେ ସେଥିରେ କଲର୍ ମଧ୍ୟ ଦେଇପାରିବେ, କିନ୍ତୁ ଆପଣ ଜାଣିଛନ୍ତି ମୁଁ ଖାଦ୍ୟରେ କୌଣସି ଆର୍ଟିଫିସିଆଲ୍ କଲର୍ ବ୍ୟବହାର କରେନି, ସେମିତି ନ୍ୟାଚୁରାଲ୍ କରିବା ପାଇଁ ପସନ୍ଦ କରେ। ସେପଟେ ଆମର କଡ଼େଇଟା ମଧ୍ୟ ଗରମ ହେଇଗଲାଣି। ସେଥିରେ କ'ଣ କରିବା, ଆମେ ଅଳ୍ପ ଟିକେ ତେଲ ଦେବା। ଅଳ୍ପ ଅଳ୍ପ ତେଲରେ ତାକୁ ଭାଜିବା, ସ୍ଲୋ ଫ୍ଲେମ୍ରେ। ଅଧିକ ତେଲ ଦେଇ ତାକୁ ଡିପ୍ ଫ୍ରାଏ କରିବା ନାହିଁ। ବର୍ତ୍ତମାନ ଗ୍ୟାସ୍ର ଫ୍ଲେମ୍ଟାକୁ ମୁଁ ସ୍ଲୋ କରିଦେଉଛି। ଦେଖନ୍ତୁ ସ୍ଲୋ କରିଦେଲି। ଏଇ ଯେଉଁ ପଣସକୁ ରଖିଛି ମୁଁ, ତାକୁ ଦୁଇ ଭାଗ କରିକି ଭାଜିବା, ଗୋଟେରେ ହେବନି। ତାକୁ କ'ଣ କରିବା, ଦେଖନ୍ତୁ ଗରମ ବି ହେଇଗଲାଣି। ବସ୍ ଏତିକି ହିଁ ଦେବା, ଆଉ ଦେବା ନାହିଁ। ତାପରେ ତାକୁ ଦେଖନ୍ତୁ କେତେ ସୁନ୍ଦର ରୋଷ୍ଟ ହେଇଯାଇଛି। ଅଳ୍ପ ତେଲରେ କେତେ ସୁନ୍ଦର ଭଜା ହେଇଯାଇଛି। ଏହିପରି ଭାବରେ ମୁଁ ଏଠାରେ ସବୁଯାକ ଭାଜିକି ରଖିଦେଇଛି। ଦେଖନ୍ତୁ କଡ଼େଇଟାକୁ ଭଲ ଭାବରେ ସଫା କରିଦେବା। ଏବେ କ'ଣ କରିବା, ସେଥିରେ ଅଳ୍ପ ତେଲ ଦେଇଦେବା। ମୁଁ ଏଠାରେ ଦେଖନ୍ତୁ ଏହିପରି ଭାବରେ ସାଇଜ୍ କରିକି କ୍ୟାପ୍ସିକମ୍ ଆଉ ପିଆଜ କାଟିଛି। ପ୍ରଥମେ ଆକୁ ଭାଜିଦେବା। ଏଥିରେ ମଧ୍ୟ ଟିକେ ଲୁଣ ଦେଇଦେବା, ନହେଲେ ଲୁଣ ଏଥିରେ ଭେଦିବ ନାହିଁ, ଖାଇଲା ବେଳେ ଭଲ ମଧ୍ୟ ଲାଗିବନି ସ୍ୱାଦ। ଦେଖନ୍ତୁ କ୍ୟାପ୍ସିକମ୍ ପିଆଜଟା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଭଜା ହେଇଯାଇଛି। ବର୍ତ୍ତମାନ ତାକୁ ମଧ୍ୟ ଗୋଟେ ଜାଗାରେ ବାହାର କରିଦେବା। କଡ଼େଇଟାକୁ ଭଲ ଭାବରେ କ୍ଲିନ୍ କରିଦେବା। ତାପରେ ଆମେ କ'ଣ ନା, ସେଥିରେ ଆଉ କିଛି ତେଲ ଦେବା, ଅଳ୍ପ ହିଁ ତେଲ ଦେବା। ଆପଣମାନେ ଆରମ୍ଭରୁ ଦେଖିଥିବେ ମୁଁ ଅଳ୍ପ ଅଳ୍ପ ତେଲ ବ୍ୟବହାର କରିକି ମୁଁ ଏଟାକୁ ବନାଉଛି, ଯେଉଁଟା ଦେହ ପାଇଁ ମଧ୍ୟ ଭଲ, କିଛି କ୍ଷତି ନାହିଁ। ତାପରେ ସେଥିରେ କିଛି ଜିରା ଦେବା। ଜିରାଟା ଫୁଟିଗଲାଣି, ସେଥିରେ ଆମେ କିଛି ତେଜପତ୍ର ଦେବା। ଜିରାଟା ଫୁଟିଗଲେ ଏଠି ଦେଖନ୍ତୁ ମୁଁ କ'ଣ କରିଛି ନା, ଛୋଟ ଛୋଟ ପୁରା ପିଆଜ, ରସୁଣ, କଞ୍ଚା ଲଙ୍କା କାଟିଛି। ପ୍ରଥମେ ଆମେ ପିଆଜ କଞ୍ଚା ଲଙ୍କାକୁ ଦେବା। ସେଟା
ମୁଁ 3-4ଟି କଞ୍ଚା ଲଙ୍କା ବ୍ୟବହାର କରିଛି ଆଉ ଗୋଟେ ଛୋଟ ସାଇଜ୍ର ପିଆଜ ଏଠି ଦେଇଛି ମୁଁ ତାକୁ ଏବେ ଭଲ ଭାବରେ ଭାଜିଦେବା। ଦେଖନ୍ତୁ ପିଆଜଟା ପୁରା ଗୋଲ୍ଡେନ୍ ବ୍ରାଉନ୍ ହେଇଯାଇଛି। ତାପରେ ମୁଁ ଏଠି 5-6 କଲା ରସୁଣକୁ ପୁରା ଛୋଟ ଛୋଟ କରି କାଟି ଦେଇଛି। ଆପଣ ଅଦା ଆଉ ରସୁଣ ଛେଚିକି ମଧ୍ୟ ନେଇପାରିବେ। ତାପରେ କିଛି ଅଦା ମୁଁ ଗ୍ରେଡ୍ କରି ପକାଇ ଦେଉଛି। ବାସ୍ ତାର କଞ୍ଚା ସ୍ମେଲ୍ ଯିବା ପର୍ଯ୍ୟନ୍ତ ଭାଜିବା। ଦେଖନ୍ତୁ ଅଦା ରସୁଣ ମଧ୍ୟ ଭଜା ହେଇଗଲା। ଏଠାରେ ମୁଁ 2ଟି ବଡ଼ ବଡ଼ ଲାଲ ଲାଲ ଟମାଟୋ ପୁରା ଫାଇନ୍ ଚପ୍ କରି କାଟି ଦେଇଛି ତାକୁ ଦେଇଦେବା। ଏଥିରେ ଆମେ ସବୁ ମସଲା ବ୍ୟବହାର କରିଦେବା। ପ୍ରଥମେ ମୁଁ ଟମାଟୋ ମେଲ୍ଟ ହେବା ପାଇଁ ଲୁଣ ଦେବି। ମୁଁ ପଣସ ଭାଜିଲା ବେଳେ ବି ଲୁଣ ଦେଇଛି ଆଉ ପିଆଜ କ୍ୟାପ୍ସିକମ୍ ଭାଜିଲା ବେଳେ ବି ଲୁଣ ଦେଇଛି। ତେଣୁ ତାକୁ ଦେଖିକି ଏଥିରେ ଆପଣ ଲୁଣ ଦେବେ। ଟିକେ ହଳଦୀ ପକାଇଦେବା। ଏଠାରେ ମୁଁ 1 ଚାମଚ ଲଙ୍କାଗୁଣ୍ଡ ବ୍ୟବହାର କରୁଛି। 1 ଚାମଚ ଏଠି ଗରମ ମସଲା ଦେଇଦେଉଛି। ତାପରେ ଭଲ ଭାବରେ ଘାଣ୍ଟି ଦେବା। ସ୍ଲୋ ଫ୍ଲେମ୍ କରିଦେବା ଆଉ ଟମାଟୋ ମେଲ୍ଟ ହେବା ପାଇଁ କିଛି ସମୟ ଛାଡ଼ିଦେବା। ଦେଖନ୍ତୁ କିଛି ସମୟ ହେଇଗଲାଣି। ଏବେ ଦେଖିବା ଟମାଟୋ ମେଲ୍ଟ ହେଇଛି ନା। ଦେଖନ୍ତୁ ପୁରା ସମ୍ପୂର୍ଣ୍ଣ ଭାବରେ ମେଲ୍ଟ ହେଇଯାଇଛି। ଏବେ ଯେଉଁ ଆମେ ରଖିଛେ ଏଠି ଫ୍ରାଏ କରି ପଣସ କ୍ୟାପ୍ସିକମ୍ ପିଆଜ ଏଗୁଡ଼ା ସବୁ ଦେଇଦେବା। ଭଲ ଭାବରେ ମିଶାଇ ଦେବା ତାକୁ। କ'ଣ କରିବା ଗୋଟେ ଗିନା ନେବା। ସେଥିରେ ଗୋଟେ ଅଳ୍ପ ପରିମାଣ କିଛି ଚାଉଳ ଚୁନା ନେବା। ପାଣି ଦେବା। ଭଲ ଭାବରେ ମିଶାଇ ଦେବା। ତାପରେ ଦେଇଦେବା। ଚାଉଳ ଚୁନାରେ ସିଝିବା ପାଇଁ କିଛି ସମୟ ଲାଗିବ। ଆଉ ଟିକେ ପାଣି ବି ଦେଇଦେବା। ତାପରେ ଘାଣ୍ଟି ଦେବା। ରେଷ୍ଟର ଚିକେନ୍ ମସଲା ଦେଖନ୍ତୁ ବ୍ୟବହାର କରୁଛି। ଏହା ଦ୍ୱାରା ଫ୍ଲେଭର୍ ଭଲ ଆସିଥାଏ। ସେଥିରେ କିଛି ଚିକେନ୍ ମସଲା, କିଛି ଡାଲଚିନିର ପାଉଡ଼ର ଅଳ୍ପ ହିଁ ଦେବା। କାରଣ ଡାଲଚିନିର ପାଉଡ଼ର ଟିକେ ଆପଣ ଜାଣିଛନ୍ତି ବହୁତ ହାର୍ଡ଼ ଥାଏ। ବେଶୀ ଦେଲେ ଭଲ ଲାଗିବନି। ତାକୁ ଏବେ କ'ଣ କରିବା ଭଲ ଭାବରେ ମିକ୍ସ କରିଦେବା ମସଲା ଗୁଡ଼ିକୁ। ତାପରେ ତାକୁ କିଛି ସମୟ ଗୋଟେ 5 ମିନିଟ୍ କୁକ୍ କରିବା ପାଇଁ ଛାଡ଼ିଦେବା। ଦେଖିବା 5 ମିନିଟ୍ ହେଇଯାଇଛି। ଦେଖନ୍ତୁ କେତେ ସୁନ୍ଦର ଭାବରେ କୁକ୍ ହେଇଯାଇଛି ଆଉ କେତେ ସୁନ୍ଦର ଦେଖା ବି ଯାଉଛି। ବର୍ତ୍ତମାନ ଏଇଟା ଖାଇବା ପାଇଁ ପ୍ରସ୍ତୁତ। ଏବେ ଗ୍ୟାସ୍ର ଫ୍ଲେମ୍ଟାକୁ ବନ୍ଦ କରିଦେବା ଏବଂ ବାହାର କରିଦେବା ଖାଇବା ପାଇଁ। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ମୁଁ ଭାବୁଛି ଆପଣଙ୍କୁ ଏ ରେସିପିଟି ନିଶ୍ଚିତ ଭଲ ଲାଗିବ। ନିଶ୍ଚିତ ଭାବରେ ଘରେ ଟ୍ରାଏ କରନ୍ତୁ ଏବଂ ଲାଇକ୍, କମେଣ୍ଟ ଓ ସବସ୍କ୍ରାଇବ୍ କରନ୍ତୁ।